आरंभ अनुष्ठान तरफ सप्तम आरंभ महोत्सव श्रीक्षेत्र लक्ष्मी 2026 आसंता 9-10-11 धरी अनुष्ठित हेबो। ଏହି ମହୋତ୍ସବର ମୂଳ ଲକ୍ଷ୍ୟ ହେଉଛି ଆମ ସଂସ୍କୃତି ପରମ୍ପରା ଓ ସାମାଜିକ ଏକତାକୁ ଆହୁରି ସୁଦୃଢ଼ କରିବା। ଏଥିରେ 18 ଓ 19 ତାରିଖ 30 କୋଟି ପଞ୍ଚାୟତ ଓ 32 କୋଟି ୱାର୍ଡର ବିବାହିତା ମହିଳାଙ୍କୁ ନେଇ ଆମର ଯେଉଁ ସବୁ ପ୍ରତିଯୋଗିତା ହୋଇଥିଲା ସେଥିରେ ବିଜୟ ଲାଭ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସହିତ ଶ୍ରୀକ୍ଷେତ୍ର ଲକ୍ଷ୍ମୀ ବିଜୟିନୀଙ୍କୁ ପୁରସ୍କୃତ କରାଯିବ। ଏହା ବ୍ୟତୀତ ଆମେ ଜଣେ ଶହୀଦଙ୍କ ପରିବାରକୁ ସମ୍ବର୍ଦ୍ଧିତ କରାଯିବ ଓ ସମାଜର ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା କିଛି ବ୍ୟକ୍ତିଙ୍କୁ ଆମେ ସମ୍ବର୍ଦ୍ଧିତ କରାଯିବ ଓ ସଂସ୍କୃତିରେ ବିଭିନ୍ନ କ୍ଷେତ୍ରରେ ଆଗକୁ ଯାଇଥିବା ସଂସ୍କୃତି ପ୍ରେମୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏଥିରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ, ଲୋକନୃତ୍ୟ, ସଙ୍ଗୀତ, ଓଡ଼ିଆ କଳାକାରମାନଙ୍କର ପ୍ରତିଭା ପ୍ରଦର୍ଶନ ସହିତ କୋଲକାତାରୁ ଆସୁଥିବା କଳାକାରଙ୍କ ଦ୍ୱାରା ଅନେକ ଆକର୍ଷଣୀୟ କାର୍ଯ୍ୟକ୍ରମର ଆୟୋଜନ ରହିଛି। ପୂର୍ବ ବର୍ଷଗୁଡ଼ିକର ସଫଳତା ଆମକୁ ଆହୁରି ଉତ୍ସାହିତ କରିଛି ଏବଂ ଏହି ବର୍ଷର ମହୋତ୍ସବ ଆଗରୁ ଅଧିକ ଆକର୍ଷଣୀୟ ଓ ସ୍ମରଣୀୟ ହେବ ବୋଲି ଆମେ ଆଶା କରୁଛୁ। ଆରମ୍ଭ ପରିବାର ତରଫରୁ ଏବଂ ଜାନୁଆରୀ 9, 10 ଓ 11 ତାରିଖରେ ଆମ ସପ୍ତମ ଆରମ୍ଭ ମହୋତ୍ସବରେ ସମସ୍ତଙ୍କୁ ସାଦର ଆମନ୍ତ୍ରଣ ଜଣାଉଛୁ। ଏହି ସାମ୍ବାଦିକ ସମ୍ମିଳନୀରେ ଆମ ଅନୁଷ୍ଠାନ ସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ ଓ ଉପଦେଷ୍ଟା ଭରତ କୁମାର ନାୟକ, ରୁଚିସ୍ମିତା ଜଗଦେବ, ଜଗନ୍ନାଥ ବସ୍ତିଆ, ନାରାୟଣ ଦାସ ଅତିଥି ରୂପେ ଯୋଗ ଦେଇଥିଲେ ଓ ଅନୁଷ୍ଠାନ ସାଧାରଣ ସମ୍ପାଦକ ଦେବାଶିଷ ସିଂ ଓ ଅନୁଷ୍ଠାନ ସଦସ୍ୟ ଗଣେଶ୍ୱର ଦାସ, ରବୀନ୍ଦ୍ର ଆଚାର୍ଯ୍ୟ, ରାକେଶ କୁମାର ଜେନା, ସୁରଜିତ ରାଉତରାୟ, ସୌମ୍ୟରଞ୍ଜନ ମିଶ୍ର, ବିଜୟ କୁମାର ପ୍ରଧାନ, ପ୍ରଣୟ ରଣସିଂ, ଜୟକୃଷ୍ଣ ମହାପାତ୍ର, ହରେକୃଷ୍ଣ ମହାନ୍ତି, ଯୁଧିଷ୍ଠିର ବେହେରା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଅଭିନେତା ସମୀର କୁମାର ଶତପଥୀ ପରିଚାଳନା କରିଥିଲେ। ମହିଳାଙ୍କ ଭିତରେ ଯେଉଁ ପ୍ରତିଯୋଗିତା ହେଇଥିଲା ବିଭିନ୍ନ ପ୍ରକାର ଝୋଟି ଚିତ୍ର ଖେଳ ଦୌଡ଼ିଡିଆଁ ପୁଚି ଖେଳ ସବୁ ଯାହା ସବୁ କାର୍ଯ୍ୟକ୍ରମ ସବୁ ହେଇଥିଲା। ତାର ଫଙ୍କସନଟା ଆମେ 9, 10, 11ରେ ପୁରୀରେ କରିବାକୁ ଯାଉଛୁ। ଆମର ଟାଉନ ହଲରେ ସନ୍ଧ୍ୟା 6ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହବ। 3 ଦିନ ଯାକ ଧରି ବାହାରୁ କଳାକାର ମାନେ ଆସିବେ। ବିଶେଷ କରି ଆମର ସଙ୍ଗୀତ ଜଗତର ତାରକା ଆମର ବନାଲି ହୋତା 11 ତାରିଖ ଦିନ ସେ ବି ତାଙ୍କର ପରଫରମେନ୍ସ କରିବେ। ମିନିଷ୍ଟର ମୁଖ୍ୟମନ୍ତ୍ରୀ ସୁରଜ ମୁଖ୍ୟ ଅତିଥି ଆସିଛନ୍ତି, ଆମର ସାଂସଦ ମାନେ ଆସିଛନ୍ତି। 3 ଦିନ ଧରିକିରି ଆମର ପୁରା ଧୁମଧାମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହବ। ମୋର ଅନୁରୋଧ ଆପଣ ମିଡ଼ିଆ ଭାଇମାନଙ୍କ ଜରିଆରେ ଆମ ପୁରୀର ଲୋକମାନେ ଆସନ୍ତୁ, ଦେଖନ୍ତୁ। କଳା ଆଉ ସଂସ୍କୃତିର ସହର ଆମ ଜଗନ୍ନାଥ ଧାମ ପୁରୀ ସହର। ତେଣୁ ଏଠି ଯେତେ ମହିଳାମାନଙ୍କୁ ନେଇ କାର୍ଯ୍ୟକ୍ରମ କରାଯାଇପାରେ ସେତେ ଭଲ। ଆମେ ଚେଷ୍ଟା କରିଛୁ ପ୍ରତି ସାହିରୁ, ପ୍ରତି ପଞ୍ଚାୟତରୁ, ପ୍ରତି ଗାଁରୁ ପ୍ରତିଭାବାନ ମହିଳାମାନଙ୍କୁ କାଢ଼ିକି, ଦକ୍ଷତା ମହିଳାମାନଙ୍କୁ କାଢ଼ିକି ତାଙ୍କ ଭିତରେ କମ୍ପିଟିସନ କରେଇକି ତାଙ୍କ ଭିତରେ ଯେଉଁ ପ୍ରତିଭା ଅଛି ତାଙ୍କ ପାଇଁ ଗୋଟେ ମଞ୍ଚ ଦରକାର, ତାଙ୍କ ପାଇଁ ଗୋଟେ ଅନୁଷ୍ଠାନ ଦରକାର। ତାଙ୍କୁ ଖୋଜିକି ଆଣିକି ତାଙ୍କୁ ଗୋଟେ ଜାଗାରେ ଏକାଠି କରି ତାଙ୍କ ଭିତରେ କମ୍ପିଟିସନ କରେଇକି ବହୁତ ସୁନ୍ଦର କାର୍ଯ୍ୟକ୍ରମଟା ଆମ ପିଲାମାନେ କରିଛନ୍ତି। ଆମ ସଭାପତି ଅଛନ୍ତି, ସମ୍ପାଦକ ମାନେ ଅଛନ୍ତି। ପୁରୀରୁ ରବିନାରାୟଣ ଜେନାଙ୍କ ସହ ନିରାକାର ମହାନଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।